ଗାଁରେ ନାହିଁ ନଳକୂପ। ପ୍ରଚଣ୍ଡ ରୌଦ୍ର ତାପ ସାଙ୍ଗକୁ ଅସହ୍ୟ ଗୁଳୁଗୁଳିରେ ଡହଳ ବିକଳ 50ରୁ ଊର୍ଦ୍ଧ୍ୱ ପରିବାର। ରୌଦ୍ର ତାପରେ ଡହଳ ବିକଳ ହୋଇ 2 କିଲୋମିଟର ଯାଏ ଚାଲି ଚାଲି ଆଣୁଛନ୍ତି ପାଣି। ପାଣି ମୁନ୍ଦେ ପାଇଁ ଏଠି ହାହାକାର। ଦୀର୍ଘ 4 ବର୍ଷ ଧରି ଏଭଳି ପାଣି ପାଇଁ ଡହଳ ବିକଳ ହେଉଛନ୍ତି ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ନୂଆଗାଁ ପଞ୍ଚାୟତ ଜନ୍ତୁଆଳି ଡିହସାହି ଗାଁରେ ବସବାସ କରୁଥିବା 50 ପରିବାର, ଯେଉଁଠି ରାତି ପାହିଲେ ଗାଁଠାରୁ 2 କିଲୋମିଟର ଦୂର ଅନ୍ୟ ଏକ ସ୍ଥାନକୁ ଯାଉଛନ୍ତି ପାଣି ପାଇଁ। କିନ୍ତୁ ବହୁ ଆପତ୍ତି ଅଭିଯୋଗ ସତ୍ତ୍ୱେ ଗାଁକୁ ଆସିଥିବା ସରକାରୀ ନଳକୂପକୁ ଗାଁରେ କିଛି ଲୋକ ନିଜ ଘରକୁ ସଂଯୋଗ କରୁଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ, ଯାହା ସମ୍ପୂର୍ଣ୍ଣ ବେଆଇନ ବୋଲି ଗ୍ରାମବାସୀ କହିଛନ୍ତି। ବିଡିଓଙ୍କ ନିକଟରେ ଏନେଇ ଦ୍ୱାରସ୍ଥ ହୋଇଥିଲେ ମଧ୍ୟ କିଛି ସୁଫଳ ମିଳୁନାହିଁ। ନଳକୂପ ରହିଛି, ହେଲେ ସେଥିରୁ ପାଣି ବାହାରୁ ନାହିଁ। ସାହିରେ 300ରୁ ଅଧିକ ଲୋକ ଥିଲେ ମଧ୍ୟ ସେମାନଙ୍କ ଶୋଷ ମେଣ୍ଟାଇବା ପାଇଁ କେବଳ ଗୋଟିଏ ନଳକୂପ ଥିଲେ ମଧ୍ୟ ସେହି ନଳକୂପ କଥା ନ କହିବା ଭଲ। ସରକାରଙ୍କ ମେଗା ଓ ବସୁଧା ପ୍ରକଳ୍ପ ଥିଲେ ମଧ୍ୟ କିଛି ସୁଫଳ ମିଳୁନଥିବା କୋହଭରା କଣ୍ଠରେ ପ୍ରକାଶ କରିଛନ୍ତି ଗ୍ରାମବାସୀ। ସରପଞ୍ଚଙ୍କଠାରୁ ବିଡିଓଙ୍କୁ ଗୁହାରି କରି କରି କେହି ଶୁଣୁନଥିବା ବେଳେ ଶେଷରେ ଅନଶନରେ ବସିବାକୁ ଦେଇଛନ୍ତି ଚେତାବନୀ। ପାଣି ତ ଟିବଲ ଭାଙ୍ଗି ଯାଇଛି। ପାଣି ଆମେ ଯାଉଛୁ ଗାଁକୁ ଯାଉଛୁ ପାଣି ପାଇଁ। ଏଇଠୁ 2 କିଲୋମିଟର ଦୂରରୁ ପାଣି ଅଛି। ଆମେ ସବୁଦିନ ଯାଉଛୁ। 4 ବର୍ଷ ହେଲା ପାଣି ନାହିଁ। ଆଉ ପାଣି ଯୋଉ ଆଇଛି ସେ ପାଣିକି ବାଟର କିଛି ଲୋକ ତାଙ୍କର ଖୋଳିକି ନେଇ ଯାଇଛି, ଜମା ପାଣି ଆସୁନି ଆମ ଏଠି। ଆମେ ହଇରାଣ ହଉଛୁ ଭାରି। କେତେ ଲୋକ ଅଛନ୍ତି? କେତେ ଏଠି ହଉଛି 100କୁ ପରେ ଲୋକ ହେବେ। 100-150 ଲୋକ ହେବେ। କାହାକୁ ଜଣେଇଛନ୍ତି? ଆମେ ବହୁତ ଲୋକଙ୍କୁ ଜଣେଇଛୁ, ସରପଞ୍ଚକୁ ଜଣେଇଛୁ, ସମସ୍ତଙ୍କୁ ଜଣେଇଛୁ, କିନ୍ତୁ ଆମ କଥା କେହି ବୁଝୁନାହାନ୍ତି। ସରପଞ୍ଚ କଣ କହୁଛନ୍ତି? ସରପଞ୍ଚ କହିଦଉଛି ବା, କହିଲା ତମରି ଗାଁ ଲୋକ ତମକୁ ଏଇଆ ହଇରାଣ କରୁଛନ୍ତି, ଆମେ କଣ କରିବୁ, ଏଇଆ କହୁଛନ୍ତି। କଣ ଦାବି ରଖିଛନ୍ତି ଆପଣ? ଆମେ କହୁଛୁ ବା, ଆମ ଟିବଲ ଆଉ ୟାକୁ ଯିଏ ବାଗେଇଦବ ଆମେ ତାଙ୍କର, ଆମେ ହଉଛି ତାଙ୍କୁ ଅନେଇବୁ। ସିଏ ଆମକୁ ଅନଉନାହାନ୍ତି, ଯିଏ ଆମେ ତାକୁ ଅନେଇବୁ। ଆମ ଦାବି କି ଆମକୁ ପୂରଣ ହଉ। ଆମ ଜନ୍ତୁଆଳି ଗାଁର 400-450 ଘର ଅଛି। ତା ଭିତରେ ଡିଓ ସାହି ବୋଲି ଗୋଟେ ସାହି ଅଛି, ସେଠି ଅତି କମର 50 ଘର ବସ ଉଠ କରୁଛନ୍ତି। ତେଣୁକରି ବର୍ତ୍ତମାନ ଏ ଗାଁକୁ 4 ବର୍ଷ ହେଲା ପାଣି ଉଠୁପି ଆସୁନି। ଟ୍ୟୁବଲଟି ଥିଲା, ଟ୍ୟୁବଲଟି ବି ଖରାପ। ଯେହେତୁ ଏ ସ୍ତ୍ରୀ ଲୋକମାନେ ଏଇ ଯେଉଁ ଡହ ଖରାର 2 କିଲୋମିଟର ଦୌଡ଼ିକି ଯାଉଛନ୍ତି ପାଣି ପାଇଁ, ଛୁଆ ପିଲାଙ୍କୁ ନେଇକି, ବୁଢ଼ାବୁଢ଼ୀ ଗାଧୁଆ ପାଣି, ବର୍ତ୍ତମାନ ଗାଈ ଗୋରୁ ଭଲ ମନ୍ଦ, ଏଠିକି ଟୋଟାଲ କୌଣସି ପ୍ରକାର ପାଣି ଆସିପାରୁନି ଡିଓ ସାହି ଭିତରକୁ। କାହାକୁ ଜଣେଇଛନ୍ତି ଏ ବିଷୟର ମାନେ ଯାହାଙ୍କ ପାଖରୁ ମୁଁ ସୁରାଗ ପାଇଲି, ଏ ସରପଞ୍ଚକୁ ଜଣାଇଛନ୍ତି, ବିଡ଼ିଓ ପାଖକୁ ଯାଇଛନ୍ତି, ଏମିତି ସମସ୍ତଙ୍କ ପାଖକୁ ଏ ଦରଖାସ୍ତ ବି ଲେଖିକି ଦେଇଛନ୍ତି, କିନ୍ତୁ ସେମାନଙ୍କ କଥା କି ଶୁଣିବାକୁ ନାରାଜ। ସରକାରଙ୍କ ପାଖରେ ଦାବି ଏଇଆ ରଖିବୁ ଯେ ଏମାନଙ୍କୁ ପାଣି ଟିକେ ସୁବିଧାରେ ମିଳୁ। ଯେଉଁ ଆମର ମେଘା ପ୍ରୋଜେକ୍ଟ ପାଣି ଅଛି, ସେ ପାଣି ବି ଏପର୍ଯ୍ୟନ୍ତ ଆମ ପଞ୍ଚାୟତକୁ ସେ ପାଣି ପହଞ୍ଚି ପାରିଲାନି। କିନ୍ତୁ ପ୍ରତ୍ୟେକ ପଞ୍ଚାୟତ ଆମେ ବୁଲୁଛୁ, ପ୍ରତ୍ୟେକ ପଞ୍ଚାୟତ ଦେଖୁଛୁ ଯେ ପାଣି ଆସୁଛି, କିନ୍ତୁ ଆମ ପଞ୍ଚାୟତର ଏପର୍ଯ୍ୟନ୍ତ ସେ ପାଣି ଆସିପାରୁନି। ମେଘାକୁ ଫୋନ୍ କଲାବେଳକୁ କହୁଛନ୍ତି ପାଇପ୍ ଫାଟିଛି, ଭଲ ମନ୍ଦ କରିଛି। ତେଣୁ କରିକି ଏ ସାଇକି ବି ପାଣି ଆସିପାରୁନି। ଯେଉଁ ଆମର ଘଣ୍ଟିକିଆ ପାଣି ରହୁଛି, 2 ଘଣ୍ଟିଆ ପାଣି ରହୁଛି ପଞ୍ଚାୟତ ପାଣି, ସେ ପାଣି ଷ୍ଟାର୍ଟିଂ ବେଳେ ସେ ପାଣି ବହୁତ ଭଲ ଚାଲୁଥିଲା। ଆମର ସେ ଘାଟ ପର୍ଯ୍ୟନ୍ତ, ଡିଓ ସାହି ପର୍ଯ୍ୟନ୍ତ ଗାଁ ସାରା ପାଣି ଭଲ ନେଉଥିଲେ। କିନ୍ତୁ ଏବେ ଯେଉଁ ମଟର ଫଟର କିଛି ଲୋକ ପକେଇକି ପାଣି ବର୍ତ୍ତମାନ ଡିଓ ସାହିର ବି ପହଞ୍ଚି ପାରୁନି। ତ ତେଣୁ କରିକି ପାଣି ପାଇଁ ବହୁତ ଅସୁବିଧାରେ ଅଛନ୍ତି। ଆମେ ସରକାରକୁ ଅନୁରୋଧ କରିବୁ ଯେ ଏମାନଙ୍କ କଥା ତୁରନ୍ତ ଟିକେ ଶୁଣାଯାଉ। କାହିଁକିନା 50 ଘର କମ୍ ସେ କମ୍ 200 ଲୋକ ଏଠି ବସବାସ କରୁଛନ୍ତି, ସେମାନଙ୍କ କଥା ଶୁଣିବା ନିହାତି ଦରକାର। ରାସ୍ତା କଥା କହିଲେ ସାର୍, ରାସ୍ତା ବି ଏଠି ବହୁତ ଭୟଙ୍କର ରାସ୍ତା, ଦେଖୁଛନ୍ତି କାଦୁଅ ରାସ୍ତା। କିଛି ଆମର ଏ ସୁଭାଶିଷ ମଲ୍ଲିକ ମାନେ ଅନୁରୋଧ କରିବାରୁ କିଛି ଗୋଡ଼ି ଫୋଡ଼ି ଆଣିକି ସେ ପକେଇଥିଲା, ସେଇ ଯେଉଁ ଚଲା ବାଟର ଚାଲିଛନ୍ତି ଏମାନେ। ଏଇଭଳି ସାର୍ ଚାଲିଛି ଏଠି, ଆଉ କ'ଣ କରାଯିବ ସାର୍। ଚାନ୍ଦବାଲିରୁ ପ୍ରଶାନ୍ତ କୁମାର ପାଣିଙ୍କ ରିପୋର୍ଟ, ରିପୋର୍ଟର୍ସ ଟୁଡେ।